ଶୁଣବିତୁର କୃଷ୍ଣ କଥା ଯେଣେ ଖଣ୍ଡିବ ଭବ ବ୍ୟଥା ଯେ ଶିଶୁମାର ପ୍ରଜାପତି ତା କନ୍ୟା ଭ୍ରମୀ ଗୁଣବତୀ ରୂପେ କମଳା ନହେ ସରି ବିବାହେ କନ୍ୟା ଧ୍ରୁବେ ଭରି ଅଶେଷ ଅଳଙ୍କାର ଶୋଭା ସେ କନ୍ୟା ଧ୍ରୁବେ କଲା ବିଭା ସେ କନ୍ୟା ଗର୍ଭେ ପୁତ୍ର ଦୁଇ କଳ୍ପ ବତ୍ସର ବେନି ଭାଇ ଦ୍ୱିତୀୟ ଭାର୍ଯ୍ୟାଇଳା ନାମ ରୂପେ ଗଞ୍ଜଇ ସୂର୍ଯ୍ୟ ସୋମ ସ୍ୱଭାବେ ସମୀରଣ ସୁତା ସେ କନ୍ୟା ଅଟେ ପତିବ୍ରତା ତାର ଉଦରେ ଧ୍ରୁବ ବୀର୍ଯ୍ୟ ପୁତ୍ର ଉପୂଜେ ମହାତେଜେ ଉତ୍କଳ ନାମେ ସେ କୁମର କନ୍ୟାଏ ଅତି ମନୋହର ଧ୍ରୁବର କନିଷ୍ଠ ଉତ୍ତମ ରୂପେ ଭୁବନ ନାହିଁ ସମ ସ୍ୱଭାବେ ବୟସ କିଶୋର ବିବାହ ନୋହିଥିଲା ତାର ସେ ଏକ ଦିନେ ଅଶ୍ଵେ ବସି ମୃଗୟା ଅର୍ଥେ ବନେ ପଶି ମିଳିଲା କୁବେର ଭୁବନେ ତାହାକୁ ଦେଖି ଗୁହ୍ୟ ଗଣେ ବଳେ ରୁନ୍ଧିଲେ ଯୁଦ୍ଧ କରି ଅଶ୍ଵ ଘେନିଲେ ତାକୁ ମାରି ତା ଶୁଣି ତାହାର ଜନନୀ ବିକଳେ ପୁତ୍ର କଷ୍ଟ ଘେନି ବନ ନଳେ ଦେହ ଦେଲା ପୁତ୍ର ବିୟୋଗ ଦୁଃଖେ ମଲା ସେ କଥା ଶୁଣି ଧ୍ରୁବ ଶୋକେ କମ୍ପିଲା ମାତା ଭ୍ରାତା ଦୁଃଖେ ଜୟିତ୍ର ନାମ ରଥେ ବସି ସ୍ୱଭାବେ ସହେ ରୂପରାଶି ଶୋକ ନଳେ କୋପ ଭରେ କୋଷ୍ଠର ଧନୁ ଧରି କରେ କୁବେର କାନନେ ମିଳିଲା ଉଦଣ୍ଡେ ଶଙ୍ଖନାଦ କଲା ଯେ ବନେ ରୁଦ୍ର ଅନୁଚରେ ଗୁହ୍ୟକ ବସନ୍ତି ସକଳେ ହିମ ପର୍ବତ ଦ୍ରୋଣୀ ମଧ୍ୟେ ସ୍ୱଚ୍ଛନ୍ଦେ ବସନ୍ତି ଆନନ୍ଦେ ସେ ବନେ ବଳେ ପଶି ଧ୍ରୁବ ଉଦଣ୍ଡେ କଲା ଶଙ୍ଖରବ ଶବଦେ ପୁରିଲା ଆକାଶ ଭୂମି ପର୍ବତ ଦଶ ଦିଶ ଯକ୍ଷ କାମିନୀ ଗଣ ବେଗେ ଭୟେ ଚାହିଁଲେ ଊର୍ଧ୍ୱ ଦିକେ ସେ ନାଦ ଶୁଣି ଦଶ ଦିଶେ ଗୁହ୍ୟକ ଗଣ ମହାରୋଷେ ଧାଇଁଲେ ନାନା ଶସ୍ତ୍ର ଧରି ଚଳନ୍ତେ କପେ ବସୁନ୍ଧରି ଗୁହ୍ୟକ ଗଣେ ଧ୍ରୁବ ଚାହିଁ ନିଜ କୋଦଣ୍ଡେ ଗୁଣ ଦେଇ ଆକର୍ଣ୍ଣ ଯାଏ ଟାଣି ଗୁଣ ବିନ୍ଧିଲେ ତିନି ତିନି ବାଣ ଧ୍ରୁବର ତୀକ୍ଷ୍ଣ ବାଣ ବଳେ ପଡ଼ିଲେ ଗୁହ୍ୟକ ସକଳେ ଗୁହ୍ୟକ ଗଣ ଦେଖି ତ୍ରାସେ ରଣେ ଭାଜିଲେ ଦଶ ଦିଶେ ଅଦ୍ଭୁତ କର୍ମ ଦେଖି ତାର ବିଷ୍ଣୁର ତେଜେ ବଳିୟାର କରନ୍ତି ଧନ୍ୟ ଧନ୍ୟ ବାଣୀ ଆନନ୍ଦେ ଦେବଲୋକ ଶୁଣି ସେ ବାଣ ସହି ଗୁହ୍ୟ ଗୁଣେ ପୁଣି ମିଳିଲେ ଘୋର ରଣେ ପାଦ ମାରନ୍ତେ ଅହି ଚେନେ ଧ୍ରୁବକୁ ଦେଖି କୋପ ମନେ ଧ୍ରୁବର ରଥ ବେଗେ ରୁନ୍ଧି ଦ୍ୱିଗୁଣ ତୀକ୍ଷ୍ଣ ବାଣ ବିନ୍ଧି ପରିଗ ଖଡ଼ଗ ଆୟୁଧ ପ୍ରାସ ତମର ସର ଯୁଦ୍ଧ ଶକ୍ତି ଭୂଷୁଣ୍ଡି ରୋଷ୍ଟି ବାଣ ବେଗେ ବିନ୍ଧିଲେ ଗୁରୁ ଟାଣ କୋପେ ରୁନ୍ଧିଲେ ଅତି ରୁଷ୍ଟେ ରଥି ସାରଥି ଅଶ୍ୱପୃଷ୍ଠେ ଅୟୁତ ତୟ ଦ୍ରସ ମିଳି ଶବଦେ ବ୍ରହ୍ମାଣ୍ଡ ଉଛୁଳି ବେଡ଼ିଲେ ଅତି ଅନାୟତ ଛନେ ନଦିଶେ ଧ୍ରୁବ ରଥ ଗଗନେ ମିଳି ଦେବଲୋକେ କହନ୍ତି ଏକ କୁଆରେକ ଶୁଭଇ